ଶୁଭ ସନ୍ଧ୍ୟାରେ ହେଲେ ତମ ସମସ୍ତ ପ୍ଲସ୍ ଥ୍ରୀ ଫାର୍ଷ୍ଟ ଇୟର ଫର୍ଷ୍ଟ ସେମିଷ୍ଟରର ସିଲାବସ୍ ଅନୁଯାୟୀ ଆମର ଅଛି ଚର୍ଯ୍ୟା ସାହିତ୍ୟ ବା ଚର୍ଯ୍ୟା ଗୀତିକା। ଚର୍ଯ୍ୟା ଗୀତିର ପ୍ରଥମ ଭାଗ ଆମେ ଆଲୋଚନା କରିସାରିଥିଲେ। ଆଜି ଆମେ ଏହାର ଦ୍ୱିତୀୟ ଭାଗକୁ ଆଲୋଚନା କରିବା ନା। ଯେଉଁମାନେ ପ୍ରଥମ ଭାଗ ଦେଖିନାହଁ ପିଲେ ଡିସ୍କ୍ରିପସନରେ ତାର ଲିଙ୍କ ଦେଇଦଉଛି, ତମେମାନେ ଦେଖିନବ ହେଲା। ହେଲେ ଦ୍ୱିତୀୟ ଭାଗରେ ଆମେ ଦେଖିବା 84 ଜଣ ସିଦ୍ଧ ସାଧକ ରହିଅଛନ୍ତି। ସେମାନଙ୍କ ଭିତରୁ କେତେ ଜଣ ମୁଖ୍ୟ ସିଦ୍ଧାଚାର୍ଯ୍ୟଙ୍କ ବିଷୟରେ ଆମେ ଆଲୋଚନା କରିବା। ଦେଖିବା କଣ ଅଛି ଚର୍ଯ୍ୟା ସାହିତ୍ୟ ଶ୍ରେଷ୍ଠା କେତେ ଜଣ? ସିଦ୍ଧାଚାର୍ଯ୍ୟ 84 ସିଦ୍ଧ ମଣ୍ଡଳୀ ଅନ୍ତର୍ଭୁକ୍ତ, 84 ସିଦ୍ଧ ମଣ୍ଡଳୀ ଅନ୍ତର୍ଭୁକ୍ତ ଯେଉଁ ତାନ୍ତ୍ରିକ ମାନେ ବୀଜ ଜାନି ଓ ସହଜ ଜାନି ସିଦ୍ଧାଚାର୍ଯ୍ୟ ମାନେ ଚର୍ଯ୍ୟା ସାହିତ୍ୟ ରଚନା କରିଥିଲେ। କେଉଁମାନେ ରଚନା କରିଥିଲେ? 84 ସିଦ୍ଧ ମଣ୍ଡଳୀ ବା ସିଦ୍ଧାଚାର୍ଯ୍ୟ ବା ସିଦ୍ଧ ସାଧକ। ଏମାନେ କଣ କରିଥିଲେ? ଚର୍ଯ୍ୟା ସାହିତ୍ୟ ରଚନା କରିଥିଲେ। ବୁଝିପାରିଲା? ସେମାନେ ମଧ୍ୟରେ ଅନେକ ଥିଲେ ତତ୍କାଳୀନ ଓଡ଼ିଶା ଭୂମିର ସାଧକ, ଏବଂ ସେମାନଙ୍କ ଭିତରେ କେତେ ଜଣ ସିଦ୍ଧାଚାର୍ଯ୍ୟ ଥିଲେ ତତ୍କାଳୀନ। ବୁଝିପାରିଲା? ତତ୍କାଳୀନ ମାନେ ସେଇ ସମୟର ଓଡ଼ିଶା ଭୂମିର ସାଧକ, ସେମାନଙ୍କ ରଚନାବଳୀ ଲିଖିତ ହୋଇଥିଲା ତତ୍କାଳୀନ ଓଡ଼ିଶାରେ ପ୍ରଚଳିତ ଭାଷାରେ। ବୁଝିପାରିଲା? ଓଡ଼ିଶାରେ ପ୍ରଚଳିତ ଭାଷାରେ ସେଇ ସମୟରେ ଓଡ଼ିଶାରେ ଯେଉଁ ପ୍ରଚଳିତ ଥିଲା ସେଇ ଭାଷାରେ ରଚନା କରିଥିଲେ ଚର୍ଯ୍ୟା ସାହିତ୍ୟ। ସୁତରାଂ ତାନ୍ତ୍ରିକ ବୌଦ୍ଧ ଧର୍ମର ଏଇ ସାହିତ୍ୟ ସମ୍ଭାରକୁ ଆମେ ଓଡ଼ିଆ ସାହିତ୍ୟର ଆଦି ନିଦର୍ଶନ ଭାବରେ ଗ୍ରହଣ କରିଥାଉ। ଏଇ ଯୋଉ ତାନ୍ତ୍ରିକ ବୌଦ୍ଧ ଧର୍ମର ଏଇ ସାହିତ୍ୟ ସମ୍ଭାରକୁ ମାନେ ଏଇ ଯୋଉ ଚର୍ଯ୍ୟା ସାହିତ୍ୟକୁ ଆମେ ଓଡ଼ିଆ ସାହିତ୍ୟର ଆଜି ନିଦର୍ଶନ ଭାବରେ ଗ୍ରହଣ କରିଥାଉ। ବୁଝିପାରିଲା? ଏଠାରେ ଏଇ ସିଦ୍ଧାଚାର୍ଯ୍ୟ ମାନଙ୍କ ଦ୍ଵାରା ସ୍ପଷ୍ଟ ସାହିତ୍ୟରେ ପ୍ରତିଫଳିତ ଦର୍ଶନ ସମ୍ପର୍କରେ ବିଶେଷ ଆଲୋଚନା କରିବାର ଅବକାଶ ନଥିଲେ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କର ସଂକ୍ଷିପ୍ତ ପରିଚୟ ପ୍ରଦାନ କରିବା ଅପ୍ରାସଙ୍ଗିକ ହେବ ନାହିଁ। ତାପରେ କଣ ଦେଖିବା, କେତେ ଜଣ ସିଦ୍ଧାଚାର୍ଯ୍ୟଙ୍କ ଉପରେ ଆମେ ଆଲୋଚନା କରିବା। ସହରପାଙ୍କ ଉପରେ ମାନେ ରଖିଥା ପିଲେ। ପିଲେ ତମେ ମାନେ ମନେ ରଖିଥା, ସହରପା ହେଉଛନ୍ତି ଆଦି ସିଦ୍ଧ। ସିଦ୍ଧାଚାର୍ଯ୍ୟ ସରପା ଆଦି ସିଦ୍ଧ ଭାବରେ ଗୃହୀତ ହୋଇଥାନ୍ତି। ପିଲେ ପ୍ରଶ୍ନ ମଧ୍ୟ ତମ ମାନଙ୍କୁ ଆସିବ, ତମେ ମାନେ ଯେତେବେଳେ ପ୍ରଥମ ସେମିଷ୍ଟାରକୁ ଦେବାକୁ ଯିବ ପ୍ଲସ୍ ଥ୍ରୀ ପିଲାମାନେ, ଯେ ସିଦ୍ଧାଚାର୍ଯ୍ୟ ମାନଙ୍କର ଭିତରୁ ଆଦି ସିଦ୍ଧ କିଏ? ସହରପା। ତିବ୍ବତୀୟ ଟାଙ୍ଗୁର ଗ୍ରନ୍ଥାନୁସାରେ ସେ ଉଦ୍ୟାନ ବା ଓଡ଼ିଶାର ଆଦିବାସୀ ଥିଲେ। କେଉଁଥିରେ ଜଣାଯାଏ ଯେ ସହରପା ଓଡ଼ିଶାର ଆଦିବାସୀ ଥିଲେ ବୋଲି? ତିବ୍ବତୀ ଟାଙ୍ଗୁର ଗ୍ରନ୍ଥ ଅନୁସାରେ ଜଣାଯାଏ। କଣ? ସରପା ଓ ଓଡ଼ିଆନ ବା ଓଡ଼ିଶାର ଆଦିବାସୀ ଥିଲେ। ସିଏ ଓଡ଼ିଶା ବା ଓଡ଼ିଶାର ଜନ୍ମ ଗ୍ରହଣ କରିଥିବା ଜଣାଯାଏ ଯେ ତାରାନାଥଙ୍କର ବିବରଣୀୟ। ଏଇଟା ମଧ୍ୟ ପ୍ରଶ୍ନ ଆସିବ ପିଲେ ଯେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ବିବରଣୀ କେଉଁଥିରେ ଜଣା ଯାଇଥାଏ? ତାରାନାଥଙ୍କ ବିବରଣୀ ଜଣା ଯାଇଥାଏ। ବୁଝିପାରିଲା? ତାଙ୍କ ଗ୍ରନ୍ଥ ଅନୁସାରେ ସେ ପୂର୍ବାଞ୍ଚଳରେ ରାଙ୍ଗି ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ। ବୁଝିପାରିଲା? ଦେଖ ପିଲେ, ନଅ ଗ୍ରନ୍ଥ ଅନୁସାରେ ସେ ପୂର୍ବାଞ୍ଚଳରେ ରାଙ୍ଗି ଯୋଉ ରାଙ୍ଗି ନାମରେ ସ୍ଥାନ ଗ୍ରହଣ କରିଥିଲେ। ବୁଝିପାରିଲା? ପ୍ରଶ୍ନ ଆସିଲେ ଯେ ସିଦ୍ଧାଚାର୍ଯ୍ୟ ଜଣକ ରାଙ୍ଗି ନାମର ସ୍ଥାନରେ ଜନ୍ମ କରିଥିଲେ ଯେ କେଉଁ ସିଦ୍ଧାଚାର୍ଯ୍ୟ ଜଣକ ରାଙ୍ଗି ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ? କିଏ? ସରପା। ତାଙ୍କ ପିତା ଥିଲେ ଜଣେ ଶାସନ
ବୁଝିପାରିଲା ଶାସନ କହିଲେ ତମେ ମାନେ ଯେତିକି ଅଛ ଆମର ବ୍ରାହ୍ମଣ ପିଲାମାନେ ତମେ ମଧ୍ୟ ଜାଣିପାରୁଥିବ ପିଲେ ପୂର୍ବେ ଆମେ ଘୋଷଣା କରିଦିଆଯାଇଛେ ଯେ ବ୍ରାହ୍ମଣ ବହୁତ ନାମ ଯେ ଶାସନ ବୁଝିପାରିଲା ତେଣୁ ଆମେ ସେସବୁ ଯଦି ତମେ ମାନେ କହିବ ପିଲେ ତା ପାଇଁ ମଧ୍ୟ ଏକ ସେପାରେଟ ଭିଡିଓ ବନେଇବା ଯୋଉଥିପାଇଁ ତମେ ମାନେ ସେ ସବୁର ସଂସ୍କୃତି ତାଙ୍କ ପରମ୍ପରା ବିଷୟରେ ଜାଣିପାରିବ ତେଣୁକରି ପିଲେ ଏବେ ଆମେ ଆମର ପାଠ ବିଷୟକୁ ଯିବା ଯେ ତାଙ୍କ ପିତା ଥିଲେ ଜଣେ ବ୍ରାହ୍ମଣ ଓ ମାତା ଥିଲେ ଜଣେ ଡାକଣୀ ହଁ ବୁଝିପାରିଲା ସେ ସେତେବେଳେ ରାହୁଳ ଭଦ୍ର ରାହୁଳ ସୁତି ସରୋଜ ମନ୍ଦିର ବା ପଦବ୍ରଜ ନାମରେ ପରିଚିତ ଥିଲେ ପିଲେ ପ୍ରଶ୍ନ ଆସିବ ଯେ ସର ବା କେଉଁ କେଉଁ ନାମରେ ପରିଚିତ ଥିଲେ କେଉଁ କେଉଁ ନାମରେ ରାହୁଳ ଭଦ୍ର ଭାବରେ ରାହୁଳ ସୁଚି ଭାବରେ ସରୋଜ ବ୍ରଜ ଭାବରେ ଏବଂ ପତ୍ର ନାମ ପଦ୍ମ ବ୍ରଜ ନାମରେ ପରିଚିତ ଥିଲେ ସେ ବୌଦ୍ଧ ଶାସ୍ତ୍ର ଓ ବ୍ରାହ୍ମଣୀ ଶାସ୍ତ୍ର ଉଭୟ ପାଣ୍ଡିତ୍ୟ ଅର୍ଜନ କରିଥିଲେ କିଏ ସରବା ଚୌବେଶ କଳ୍ପନା ନାମକ ଓଡିଶାର ଜୈନିକ ରାଜାଙ୍କ ଦ୍ଵାରା ସେ ଦୀକ୍ଷିତ ହୋଇଥିଲେ ବୁଝିପାରିଲା ଦେଖ ପିଲେ ଚୌବେଶୁ କଳ୍ପ ନାମକ ଓଡିଶାର ଜୈନିକ ରାଜାଙ୍କ ଦ୍ଵାରା ବ୍ରାହ୍ମଣ ମନ୍ଦିରକୁ ମଧ୍ୟ ଯାନରେ ଦୀକ୍ଷିତ କରାଇ ପାରିଥିଲେ ବୁଝିପାରିଲା ନିଜର ଆଲୌକିକ ଶକ୍ତି ବଳରେ ସେ ରାଜା ରକ୍ତପ୍ଳା ଓ ତାଙ୍କର ବ୍ରାହ୍ମଣୀ ମନ୍ତ୍ରୀଙ୍କୁ ମନ୍ତ୍ର ଯାନରେ ଦୀକ୍ଷିତ କରିପାରିଥିଲେ ଯେମିତି ଇମ୍ପୋର୍ଟାଣ୍ଟ ଯେତିକି ଇମ୍ପୋର୍ଟାଣ୍ଟ ଲାଗୁଛି ସେତିକି ମନେ ରଖିବ ପିଲେ ଏସବୁ ଲେଖିବା କିଛି ଆବଶ୍ୟକ ନାହିଁ ପରୀକ୍ଷାରେ ତମମାନଙ୍କର ଏଇ ଯୋଉ ପଏଣ୍ଟ ଦିଆ ଦେଖୁଛ ସ୍କ୍ରିନରେ ଏଇ ସବୁ ପଏଣ୍ଟ ତମମାନଙ୍କର ଲେଖିବା କୌଣସି ଆବଶ୍ୟକ ନାହିଁ ସରପା କିଛି ଦିନ ପାଇଁ ନାଳନ୍ଦାରେ ଶିକ୍ଷାଦାନ କରିଥିଲେ ବୁଝିପାରିଲା ତାପରେ କଣ ଦେଖ ପିଲେ ସରପା ଦେଖ ସେ କିଛି ଦିନ ପାଇଁ ନାଳନ୍ଦାରେ ଶିକ୍ଷାଦାନ କରିଥିଲେ ସେ ରାଜ୍ୟ ମହାରାଷ୍ଟ୍ର ଦେଖ ପିଲେ ତମ ମାନଙ୍କର ସ୍କ୍ରିନ କ ନା ଏଠି ତମ ମାନଙ୍କର ଆମର ଯୋଉ ମହାରାଷ୍ଟ୍ର ର ଅଛି ରାଜଧାନୀ ମୁମ୍ବାଇ ଦେଖ ଏଇ ସବୁ ହଉଛି ତମ ମାନଙ୍କର ଏଇ ଜାଗା ବିଶେଷର କିଛି ଅଂଶ ମୁଁ ଦେଖେଇ ଦଉଛି ପିଲେ ଏଇଠି ତମ ମାନେ ଦେଖିପାରୁଥିବ ଯେ ଇଏ ହଉଛି ତମ ମାନଙ୍କର ମୁମ୍ବାଇ ସହର ପିଲେ ତେଣୁ ଆମେ ସେ ସବୁ ପରେ ଆଲୋଚନା କରିବା ଏବେ ବର୍ତ୍ତମାନ ଆମର ପାଠ ଉପରକୁ ଯିବା ସେ ମହାରାଷ୍ଟ୍ରକୁ ଯାଇ ସେଠାରେ ଜଣେ ସର ନିର୍ମାତାଙ୍କ କନ୍ୟାର ସାହାଯ୍ୟରେ ସିଦ୍ଧ ପ୍ରାପ୍ତ କରିଥିଲେ କାର ସାହାଯ୍ୟରେ ଜଣେ ସର ନିର୍ମାତାଙ୍କ କନ୍ୟାର ସର୍ବଦା ସର ହୋଇ ଭ୍ରମଣ କରୁଥିବାରୁ ସେ ସର ବା ନାମରେ ପରିଚିତ ଥିଲେ ବୁଝିପାରିଲା ପୁଣି ବୋଲି କେହି କେହି ମେବି କିଛି ଲୋକ ଅନୁମାନ କରନ୍ତି ବୁଝିପାରିଲା ସେ ସମୟରେ ସଂସ୍କୃତର ଜଣେ ବିଶିଷ୍ଟ ପଦକର୍ତ୍ତା ବୁଝିପାରିଲା ସେ ସଂସ୍କୃତରେ ଜଣେ ବିଶିଷ୍ଟ ପଦକର୍ତ୍ତା ଏବଂ ତାଙ୍କର ଅନ୍ୟ 25ଟି ବୁଝିପାରିଲା ଏବଂ ଅନ୍ୟ 25ଟି ତାନ୍ତ୍ରିକ ଗ୍ରନ୍ଥ ତିବ୍ବତୀ ଭାଷାରେ ଅନୁଦିତ ହୋଇ ଟାଙ୍ଗୁରରେ ସ୍ଥାନିତ ହୋଇପାରିଛି ବୁଝିପାରିଲା ଚର୍ଚ୍ଚା କେତେ କୋଷରେ ସଂକଳ୍ପିତ 22, 32, 38 ଓ 39 ସଂଖ୍ୟକ ଚର୍ଚ୍ଚା ଗୁଡିକର ତାଙ୍କ ଦ୍ଵାରା ରଚିତ ବୁଝିପାରିଲା ଏଇଟା ହଉଛି ପିଲେ ତମ ମାନଙ୍କର ମୋଷ୍ଟ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ଆସିବ ଯେ ସରହ ବା କେତୋଟି ଗୀତି ରଚନା କରିଥିଲେ ଏବଂ ଗୀତିର ସଂଖ୍ୟା କଣ ବା କେତେ ସେ 4ଟି ଗୀତି ରଚନା କରିଥିଲେ କେଉଁ କେଉଁ ଗୀତି ନମ୍ବର 22 ନମ୍ବର 32 ନମ୍ବର 38 ନମ୍ବର 39 ସେ ରଚନା କରିଥିଲେ ଏତିକି ସରପାଙ୍କ ଉପରେ ତାପରେ ଦ୍ୱିତୀୟ ଆସିଲା ଆମର ସବରପା ଦେଖ ପିଲେ ତାପରେ ଆସିଲା ଆମର ସବରିପା ସବରିପା ସରପା ଏ ଜାତିର ସବରପା ଥିବାରୁ ତାଙ୍କର ଏଇପରି ସେ ଜାତିରେ ସବର ଥିବାରୁ ତାଙ୍କର ଏହିପରି ନାମକରଣ ହୋଇଛି ସବରିପା ଥିଲେ ସେ ଜାତିରେ ସବର ସମ୍ପାଦନର ସେ ନିଜର 2 ପତ୍ନୀ
ତାଙ୍କର ଦୁଇ ପତ୍ନୀ ଥିଲା। ଶବରୀବାଙ୍କର ଦୁଇ ପତ୍ନୀ ଗ୍ରହଣ କରିଥିଲେ। ଗୋଟିଏ ହେଲା ଲୋକି, ଆଉ ଜଣଙ୍କ ହେଲା ଗୁଣୀ। ହେଁ? ସେ ନିଜର ଦୁଇ ପତ୍ନୀ ଲୋକି ଆଉ ଗୁଣୀଙ୍କ ସହିତ ସିଦ୍ଧାଚାର୍ଯ୍ୟ ନାଗାର୍ଜୁନଙ୍କ ଦ୍ଵାରା ମନ୍ତ୍ରଯାନରେ ଦୀକ୍ଷିତ ହୋଇଥିଲେ। ପିଲେ ପ୍ରଶ୍ନ ଆସିବ ଯେ ଶବରୀବା କାହା ଦ୍ଵାରା ମନ୍ତ୍ରଯାନରେ ଦୀକ୍ଷିତ ହୋଇଥିଲେ? କାହା ଦ୍ଵାରା? ନାଗାର୍ଜୁନଙ୍କ ଦ୍ଵାରା ସିଦ୍ଧାଚାର୍ଯ୍ୟ। ନାଗାର୍ଜୁନଙ୍କ ଦ୍ଵାରା ମନ୍ତ୍ରଯାନରେ ଦୀକ୍ଷିତ ହୋଇଥିଲେ। ଲୋକି ଓ ଗୁଣୀଙ୍କର ଚର୍ଯ୍ୟା ନାମ ଥିଲା ପଦ୍ମାବତୀ ଓ ଜ୍ଞାନବତୀ। କଥିତ ଅଛି ଯେ ଦୁହେଁ ଶବରୀବାଦଙ୍କର ସହୋଦରା ଭଗିନୀ ଥିଲେ। ଏଇ ଯୋଉ ଲୋକି ଆଉ ଗୁଣୀ ପଦ୍ମାବତୀ ଆଉ ଜ୍ଞାନବତୀ ଥିଲେ ଶବରୀବାଦଙ୍କ ସହୋଦରା ଭଗିନୀ, ମାନେ ଭଉଣୀ। ବୁଝିପାରିଲା? ଭଗିନୀ କହିଲେ ଭଉଣୀ। ସୌରଭୀ ମାନଙ୍କୁ ମାନେ ନିଜର ପତ୍ନୀ ମାନଙ୍କୁ ମୁଦ୍ରା ରୂପେ ଗ୍ରହଣ କରିଥିବାରୁ ସେ ସମାଜରେ ନିନ୍ଦିତ ହୋଇଥିଲେ। ବୁଝିପାରିଲା? ସେ ସ୍ତ୍ରୀ ରୂପରେ ଗ୍ରହଣ କରିଥିବାରୁ କଣ ହୋଇଥିଲେ? ସମାଜରେ ନିନ୍ଦିତ ହୋଇଥିଲେ। ଦୀକ୍ଷା ଗ୍ରହଣ କରିବା ପରେ ସେ ନିଜ ଗୁରୁଙ୍କ ସାଧନା ପାଠ, ବୁଝିପାରିଲା? ସେ ନିଜର ଗୁରୁଙ୍କର ସାଧନା ପୀଠ ଶ୍ରୀ ପର୍ବତରେ ତାରାନାଥଙ୍କ ସବରଣୀ ଅନୁସାରେ ସେ ପୂର୍ବ ଭାରତରେ ଏକ ନୃତ୍ୟ ରଚନା କରି ଜାତିର ଲୋକ ଥିଲେ। ପାକ୍ ସାମ ଜୋନ୍ ତାଙ୍କ ଅନୁସାରେ ସେ ବଙ୍ଗାଳର ଶବର ସମ୍ପ୍ରଦାୟରେ ଗ୍ରହଣ କରିଥିଲେ। ବୁଝିପାରିଲା? ତେଣୁ ତାଙ୍କର ଗୋପୀଣ ଓ ସର୍ବଜ୍ଞାନ ନାମରେ ଦୁଇ ଜଣ ଶିଷ୍ୟ ଥିଲେ। କାହାର? ଶବରୀବାଙ୍କର ଦୁଇ ଜଣ ଶିଷ୍ୟ ଥିଲେ। ଜଣେ ହେଲେ ଆଉ ଗୋଟେ ହେଲା ସର୍ବଭକ୍ଷ। ସର୍ବଭକ୍ଷ ହେଲେ ପ୍ରଶ୍ନ ଆସିବ, ମନେ ରଖିଥା। ଚର୍ଚ୍ୟା କୀର୍ତ୍ତି କୋଶସ୍ଥ 28 ଆଉ 50 ଭିତରେ ଚର୍ଯ୍ୟାଦେୟ ତାଙ୍କ ଦ୍ଵାରା ଚରିତ୍ର ଶବରୀବା ଦୁଇଟି ଚର୍ଯ୍ୟା ଗୀତିର ରଚନା କରିଥିଲେ। ଚର୍ଯ୍ୟା ଗୀତିକା ନମ୍ବର 28 ଆଉ ଚର୍ଯ୍ୟା ଗୀତିକା ନମ୍ବର 50। ଏଇଟା ମଧ୍ୟ ପ୍ରଶ୍ନ ଆସିବ ପିଲେ ତମମାନଙ୍କର ଇଣ୍ଟରନାଲ ସେକେଣ୍ଡ ଏକ୍ସାମ ରେ, ଯେତେବେଳେ ତମମାନେ ସେକେଣ୍ଡ ଇଣ୍ଟରନାଲ କଲେଜରେ ଦବ, ସେତେବେଳେ ତମମାନଙ୍କ ଗୋଟେ କ୍ୱେଶ୍ଚିନ୍ ଆସିବ ଯେ ଶବରୀବା କେତୋଟି ଚର୍ଯ୍ୟା ଗୀତିକା ରଚନା କରିଥିଲେ ଏବଂ କେଉଁ କେଉଁ ସଂଖ୍ୟାର 28 ଆଉ 50 ଦୁଇଟି ଚର୍ଯ୍ୟା ଗୀତି ରଚନା କରିଥିଲେ। କିଏ? ଶବରୀବା। ପିଲେ ଆମେ ଏଇଟା ମଧ୍ୟ ଆଲୋଚନା କରିବା। ଦେଖ ପିଲେ, ଏସବୁ ଯାହା ଅଛି ତମ ମାନଙ୍କର ଏସବୁ ମଧ୍ୟ ଆମେ ଆଲୋଚନା କରିବା। ଜରୁରୀ କାଳୀନ କେତୋଟି ଗୀତିକା ମଧ୍ୟ ଦେଖିବା ପରବର୍ତ୍ତୀ ଆଲୋଚନାରେ। ଏବଂ ତାପରେ କଣ ଅଛି ଏସବୁ ତମ ମାନଙ୍କର ପରବର୍ତ୍ତୀ ଭିଡିଓରେ ଆଲୋଚନା କରିବା। ବର୍ତ୍ତମାନ ଆଜି ପାଇଁ ବସି